ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀ ଓ ଆସ ଆମେ ପଢ଼ିବା ୟୁଟ୍ୟୁବ ଚ୍ୟାନେଲର ସଦସ୍ୟ ଓ ସଦସ୍ୟମାନଙ୍କୁ ମୁଁ ଦିବ୍ୟାଂଶୁ ସ୍ୱାଗତ କରୁଛି। ଆସନ୍ତୁ ଆଜିର ବିଷୟବସ୍ତୁ ଉପରେ ଆଲୋଚନା କରିବା। କ୍ଲାସ 3 ତୃତୀୟ ଶ୍ରେଣୀର ସାହିତ୍ୟ ବିଷୟ MILS ଓଡ଼ିଆ। ଆର ଟପିକ ପିଲାମାନେ ରହିଛି କୁହୁକ ପେଡ଼ି। ପିଲାମାନେ କୁହୁକ ପେଡ଼ି କଣ? କୁହୁକ ପେଡ଼ି ହେଉଛି ସାଧାରଣତଃ ଗୋଟିଏ ବକ୍ସ ବା ଗୋଟେ ପେଡ଼ି ଦିଆହେଇଛି। ଏ ପେଡ଼ି ଭିତରେ ସବୁ ଆମର ଆବଶ୍ୟକୀୟ ଜିନିଷ ଯେମିତି ଯାଦୁ ପେଡ଼ି ରହେ, ଯାଦୁକର ଯାଦୁ ଦେଖେଇଲା ବେଳେ ଗୋଟେ ପେଡ଼ି ନେଇକି ଆସିଥାଏ। ସେମିତି ଆମ ସ୍କୁଲକୁ ମଧ୍ୟ ପିଲାମାନେ ଏକ କୁହୁକ ପେଡ଼ି ଆସିଛି। ଯେଉଁ ପେଡ଼ି ମଧ୍ୟରେ ପିଲାମାନଙ୍କର ଆବଶ୍ୟକୀୟ ବହି ଅଛି, ଖେଳନା ଅଛି। ଖେଳ ମାଧ୍ୟମରେ ଆମେ କିଭଳି ଭାବରେ ପାଠ ପଢି ପାରିବା ତାହାର ଉପକରଣ ରହିଛି। ଆସ ଆମେ ଏହି ବିଷୟ ଉପରେ ଆଲୋଚନା କରିବା। କଣ ପିଲାମାନେ ଦେଇଛି? ଆସ ଏବେ ଆମେ ବିଷୟଟି ପଢିବା। ବହି ବସ୍ତାନୀକୁ ବାନ୍ଧିଲେ ପିଲେ, ଯାଦୁ ଦେଖିବାକୁ ଏକାଠି ହେଲେ। ଘର ଭିତରଟା ଅନ୍ଧାର ହେଲା, ଯାଦୁକର ତାର ପେଡ଼ି ଖୋଲିଲା। ମୁଁ ତମମାନଙ୍କୁ ଏଠି କହୁଥିଲି ଯାଦୁକର ଯେତେବେଳେ ଆସିଥାଏ ଦେଖେଇବା ପାଇଁ ସେ ଗୋଟିଏ ବକ୍ସ ବା ଗୋଟେ ପେଡ଼ି ନେଇକି ଆସିଥାଏ। ଏଇଠି ଆମେ ଯେତେବେଳେ ସ୍କୁଲରେ ଆମେ ପିଲାମାନଙ୍କ ମନୋରଞ୍ଜନ କରିବା ପାଇଁ ଏଠି ଯାଦୁକର ଆସିଛି ଯାଦୁ ଦେଖେଇବା ପାଇଁ। ତ ଏଠି କଣ କରାହେଇଛି? ସବୁ ପିଲାମାନେ ବହି ବସ୍ତାନୀ ବାନ୍ଧିକି ରଖିଦେଇଛନ୍ତି। ଯାଦୁକର ଯାଦୁ ଦେଖେଇବାକୁ ଆସିଛି, ସେଥିପାଇଁ ସମସ୍ତେ ଶାନ୍ତିରେ ଗୋଟିଏ ଘର ଭିତରେ ବସନ୍ତି। ଆଉ ସେଇ ଘରଟାକୁ ଅନ୍ଧାର କରାହେଇଛି। ଆଉ ଯାଦୁକର ତାର ପେଡ଼ି ଖୋଲିବା ଆରମ୍ଭ କଲା। ଚାଲ ଆମେ ଦେଖିବା ଯାଦୁକର ତା ପେଡ଼ି ଖୋଲିଲା, ଆଉ ପେଡ଼ିରେ କଣ କଣ ସବୁ ବାହାରୁଛି। ଖୋଲିଲା ଯେବେ ସେ କୁହୁକ ପେଡ଼ି, ତହିଁରୁ ବାହାରିଲା ରଙ୍ଗୀନ ଗୁଡ଼ି। ଗୁଡ଼ି ଉଡ଼ିଗଲା ନୀଳ ଗଗନେ, ପିଲାଏ ନାଚିଲେ ଆନନ୍ଦ ମନେ। ଯେତେବେଳେ ପିଲାମାନେ ଯାଦୁକର ତାର ଯାଦୁ ପେଡ଼ିଟା ଖୋଲିଛି, ସେତେବେଳେ ସେ ପେଡ଼ି ଭିତରୁ ଗୋଟେ ରଙ୍ଗୀନ ଗୁଡ଼ି ବାହାରିଛି। ଆଉ ସେ ରଙ୍ଗୀନ ଗୁଡ଼ିଟା ନୀଳ ଆକାଶକୁ ଉଡ଼ି ଯାଇଛି। ଆଉ ଏଠାରେ ସମସ୍ତ ପିଲାମାନେ ଗୁଡ଼ିଟା ଉଡ଼ିବାର ଦେଖି ଆନନ୍ଦ ହୋଇଛନ୍ତି। ଆସ ଆମେ ଆଗାମୀ ପଦ ଉପରେ ଆଲୋଚନା କରିବା। ଯାଦୁକର ପୁଣି ପେଡ଼ି ଖୋଲିଲା, ବେଲୁନ 10ଟି ବାହାର କଲା। ଉଡ଼ିଲା ବେଲୁନ ଅନ୍ଧାର ଘରେ, ପିଲାଏ ନାଚିଲେ ଖୁସି ମନରେ। ପିଲାମାନେ ତମମାନଙ୍କୁ ଯେତେବେଳେ ବେଲୁନ ଦିଆହଉଛି ଖେଳିବାକୁ, ତମମାନେ କେତେ ଖୁସି ହଉଛ? କିଏ କେତେଟା ବେଲୁନ ଫଟେଇ ପାରିବ, ଏସବୁ କରୁଛ। ତ ଏଠି ଯାଦୁକର କଣ କରିଛି? ତାର ଯୋଉ ଏଠି ଦେଖ, ତାର ଗୋଟେ ପେଡ଼ି ଅଛି ଯାଦୁ ପେଡ଼ି, ଆଉ ଏଠି ଯାଦୁକର କଣ କଲା? 10ଟା ବେଲୁନ ବାହାର କରିଛି। ଆଉ 10ଟା ବେଲୁନ ଯେତେବେଳେ ବାହାରିଛି, ପିଲାମାନେ ସେ ବେଲୁନରେ ଖେଳିବା ପାଇଁ ସମସ୍ତେ ବହୁତ ଖୁସି। ଉଡ଼ିଲା ବେଲୁନ ଅନ୍ଧାର ଘରେ, ପିଲାଏ ନାଚିଲେ ଖୁସି ମନରେ। ତ ଅନ୍ଧାର ଘର ଭିତରେ ଯେତେବେଳେ ବେଲୁନ ଆସିଛି, କିଏ କୋଉ ବେଲୁନଟା ଫଟେଇ ଦଉଛି, କିଏ କୋଉ ବେଲୁନଟା ଖେଳୁଛି। ତ ଏଇଭଳି ଭାବରେ ପିଲାମାନଙ୍କର ମନ ଖୁସି ହୋଇଛି। କୁହୁକ ପେଡ଼ିକୁ ଛୁଇଁଲା ବାଡ଼ି, ବାହାରିଲା ପେଣ୍ଡୁ ଗଲା ତ ଗଡ଼ି। ପେଣ୍ଡୁ ଗଡ଼ି ହେଲା ଫୁଲର କଳି, ଖୁସିଲେ ପିଲାଏ ମାରିଲେ ତାଳି। ତ ଏଠି ପିଲାମାନେ ଦେଖ, ଯେତେବେଳେ ଯାଦୁକର ତାର ପେଡ଼ିରେ ତାଙ୍କର ଗୋଟେ ହାତରେ ଦେଖ ଗୋଟେ ବାଡ଼ି ଦିଆଛି। ଏଇଟା ହେଲା କଣ? ଯାଦୁ ବାଡ଼ି। ଯେତେବେଳେ ସେଇ ବାଡ଼ିଟାର ପ୍ରୟୋଗ କରିଛି, ଏଥିରୁ କଣ ଆସିଛି? ଗୋଟେ ପେଣ୍ଡୁଟେ ବାହାରିଛି, ଗୋଟେ ବଲ୍, ଗୋଟେ ପେଣ୍ଡୁଟେ ଗଡ଼ି ଗଡ଼ି ଆସିଛି। ତ ସେଇ ପେଣ୍ଡୁଟା ଯେତେବେଳେ ଗଡ଼ି ଗଡ଼ି ଆସିଛି, ସେ ଗୋଟେ ଫୁଲର କଳି ମତଲବ କଣ? ଆର ଅର୍ଥ ହଉଛି ଫୁଲ ଭଳି। ପେଣ୍ଡୁଟା କଣ? ପାଖକୁ ଆସିଲା ପରେ ଫୁଲ ଭଳି ଖୋଲି ଯାଇଛି। ତ ପିଲାମାନେ ଏହାକୁ ଦେଖି ବହୁତ ଖୁସି ହୋଇଛନ୍ତି ଓ ଆନନ୍ଦ ହୋଇ ତାଳି ମାରିଛନ୍ତି। ଆସ ଆଗକୁ ଆଲୋଚନା କରିବା। କୁହୁକର ପେଡ଼ି ପୁଣି ଖୋଲିଲା, କାଗଜ ଡଙ୍ଗା ବାହାରିଥିଲା। ଗୋଟିଏ ଗୋଟିଏ ଡଙ୍ଗାକୁ ନେଇ ଝରଣା କୂଳକୁ ଗଲେ ଧାଇଁ। ତ ସ୍କୁଲ ପାଖରେ ଯେଉଁ ଝରଣାଟି ଯାଇଥିଲା,
ପିଲା ମାନେ କଣ କରିଛନ୍ତି ସବୁ ଡଙ୍ଗା ନେଲେ। ଡଙ୍ଗା କୋଉଠୁ ହେଲା? କୁହୁକ ପେଡିକି ପୁଣି ଥରେ ଖୋଲା ଗଲା। ଆଉ ଯାଦୁଗର ତାର ଯାଦୁ ଦ୍ୱାରା କଣ କରିଛି? ଡଙ୍ଗା, କାଗଜର ଡଙ୍ଗା ବାହାରିଛି। ଆଉ କାଗଜ ଡଙ୍ଗାକୁ ଏଠାରେ ସବୁ ପିଲାମାନେ ନେଇ ଝରଣାରେ ନେଇକି ପ୍ରବାହିତ କରିଛନ୍ତି। ତୁମେମାନେ ମଧ୍ୟ ବର୍ଷା ସମୟରେ ତମ ଘରର ଆଖପାଖରେ କାଗଜ ଡଙ୍ଗା ଭସାଇଥିବ ଓ କାଗଜ ଡଙ୍ଗାର ଅନୁଭୂତି ତୁମେମାନେ ସ୍ଥିର ଭାବରେ ନେଇଥିବ ଓ ଆନନ୍ଦ ଉତ୍ସାହର ସମୟ କାଟିଥିବ। ଯୋଡ଼ି ଯୋଡ଼ି କରି ଡଙ୍ଗା ମିଶାଇ ପାଣିର ସୁଅରେ ଦେଲେ ଭସାଇ। ଡଙ୍ଗା ଚାଲୁଥିଲା ହଲି ହଲିକା, ପିଲା ହସୁଥିଲେ ଖିଲି ଖିଲିକା। ପିଲାମାନେ ଏଠାରେ ଦେଖ, ଯେତେବେଳେ ତମମାନଙ୍କୁ ସବୁ ଡଙ୍ଗା ଦିଆଯାଇଛି, ତମମାନେ କଣ କରୁଛ? ଖେଳିବାକୁ ଧାଉଁଛ ପୋଖରୀ କି ନଦୀ କି। ତ ଏଇଠି ଯେତେବେଳେ ପିଲାମାନଙ୍କୁ ସ୍କୁଲ ପାଖରେ ଏକ ଝରଣାଟି ଅଛି ଆଉ ସବୁ ପିଲାଙ୍କୁ ଡଙ୍ଗା ଦିଆଯାଇଛି, ତ ସେମାନେ କଣ କରୁଛନ୍ତି? ଦୁଇ ଦୁଇଟା ଲେଖାଏଁ ଡଙ୍ଗାକୁ ଯୋଡ଼ି ଯୋଡ଼ିକା ଭସେଇଛନ୍ତି। ତ କାହା ଡଙ୍ଗା କେତେ ବାଟ ଯାଉଛି? ତ ଏଇଠି ଡଙ୍ଗା ଗୁଡ଼ିକ ଭାସି ଭାସି ହଲି ହଲିକା ଯାଉଛି। ଆଉ ପିଲାମାନେ ସବୁ ଦେଖିକି ହସୁଛନ୍ତି, ମୋ ଡଙ୍ଗା ଅଧିକ ବାଟ ଗଲା, ସେ କହୁଛି ମୋ ଡଙ୍ଗା ଅଧିକ ବାଟ। ଏଇଭଳି ଭାବରେ ସେମାନେ ଆନନ୍ଦ ଲାଭ କରିଛନ୍ତି। ଏ ବିଷୟରେ ପିଲାମାନେ କଥା ହବା। ପିଲାମାନେ କାହିଁକି ଏକାଠି ହେଇଥିଲେ? କାହିଁକି ଏକାଠି ହେଇଥିଲେ? ଯାଦୁ ଦେଖିବା ପାଇଁ। ଶ୍ରେଣୀ କୋଠରୀଟିକୁ କାହିଁକି ଅନ୍ଧାର କରାଗଲା? ଶ୍ରେଣୀ କୋଠରୀଟିକୁ ଅନ୍ଧାର କରାଯାଇଥିଲା ଯାଦୁକର ତାର କୁହୁକ ପେଡି ଖୋଲିବ ଓ ପିଲାମାନେ ଯାଦୁ ଦେଖିବେ। କଣ କଣ କୁହୁକ ପେଡିରୁ ବାହାରୁଛି? ଯାଦୁକର ତାର ପେଡିରୁ କଣ ସବୁ ବାହାର କଲା? ପିଲାମାନେ କଣ ବାହାର କଲା? ପ୍ରଥମେ ଗୁଡ଼ି ବାହାର କଲା, ତାପରେ ଗୋଟେ ପେଣ୍ଡୁ ବାହାର କଲା, ତାପରେ କାଗଜ ଡଙ୍ଗା ବାହାର କଲା। ଏଇଭଳି ଭାବରେ ଯାଦୁକର ତାର ଯାଦୁ ଦେଖେଇଲା। ଶେଷରେ ପିଲାମାନେ ପାଣିରେ କଣ ଭସାଇଲେ? କାଗଜ ଡଙ୍ଗା। ତୁମେ କାଗଜରେ କଣ ସବୁ ତିଆରି କରିପାରିବ କୁହ? କାଗଜରେ ଆମେ ଫୁଲ କରିପାରିବା, କାଗଜରେ ଆମେ ଝାଲେରି ତିଆରି କରିପାରିବା, ଆଉ ଆମ ଶ୍ରେଣୀଗୃହ ସଜାଇ ପାରିବା, ଆଉ କାଗଜରେ କଣ କ୍ୟାମେରା କରିପାରିବା, ଆଉ କଣ ଗୁଡ଼ି କରିପାରିବା। ଏସବୁ ଜିନିଷ ଆମେ କାଗଜରେ ପ୍ରସ୍ତୁତ କରିପାରିବା। ତ ଏଇ ବିଷୟରେ ଆଗକୁ ସମସ୍ତ ପ୍ରଶ୍ନ ଉତ୍ତର ଆପଣମାନେ ଚାହୁଁଥିଲେ ମତେ କମେଣ୍ଟ କରନ୍ତୁ। ମୁଁ ଏଇ ଉପରେ ଆଉ ଏକ ଭିଡିଓ ନେଇ ଆସିବି। ଏଠି ଦେଖ ପିଲାମାନେ, ଏଠି ଗୋଟେ କ ସ୍ତମ୍ଭ ଖ ସ୍ତମ୍ଭ ଦେଇଛି। ଚିତ୍ର ସହିତ ଖେଳର ନାମ ଯୋଡ଼। ଏଠି ଦେଖ, କୁହୁକ ପେଡି କୋଉଠି? ଯୋଉଠି ଯାଦୁଘର ଅଛି ସେଇଟା ହେଲା କୁହୁକ ପେଡି ସହିତ ଆକୁ ଏଠିକି ଯୋଡ଼ିବ। ତାପରେ ଆସିଛି କଣ? ନଟୁ ଖେଳ। କୋଉଠି ନଟୁ ଖେଳା ହଉଛି? ଏଇଠି ନଟୁ ଖେଳା ହଉଛି, ତାହେଲେ ଏଇଟା ହେଲା ନଟୁ ଖେଳ। ଏଟାକୁ ଏଇଠି ଯୋଡ଼ିବ। ତାପରେ ଆସିଲା କଣ? ଦଉଡ଼ି ଡିଆଁ। ଆମର ଏଇଠି ଝିଅ ମାନେ ସବୁ ଦଉଡ଼ି ଡିଆଁ ଖେଳୁଛନ୍ତି। ତାପରେ ଆସିଲା ଏଇଠି କଣ୍ଢେଇ ନାଚ। ଏଇଟା ପିଲାମାନେ କଣ? କଣ୍ଢେଇ ନାଚ। ତ ଏଇଭଳି ଭାବରେ ଯାହାକୁ ଏଇ ସବୁ ଭିଡିଓ ଦରକାର, ଆଉ ଉପରେ ପ୍ରଶ୍ନ ଉତ୍ତରର ଆଲୋଚନା, ତୁମେ ମାନେ କମେଣ୍ଟ କର। ଆଉ କେଉଁଠାରୁ ଭିଡିଓ ଦେଖୁଛ ମତେ କମେଣ୍ଟ କରିକି ବତାଅ, କୁହ। ତ এই বিষয়টি ଆମେ କୁହୁକ ପେଡି ବର୍ତ୍ତମାନ ଆଲୋଚନା କରୁଥିଲେ। এই ବିଷୟଟି ବର୍ତ୍ତମାନ ସମାପ୍ତ ହୋଇଛି। ଧନ୍ୟବାଦ। ଆପଣ ଏହି କ୍ଲାସର ଭିଡିଓଟିକି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ। ପୁଣି ଥରେ ଆମେ ଦେଖାହେବା ଆଗାମୀ ଏକ କ୍ଲାସର ଭିଡିଓରେ। ରହୁଛି। ଜୟ ଶ୍ରୀ ଜଗନ୍ନାଥ।